ସୁତ ସୁଭାଷ ସିଂ କଟକର ମେୟର ମୋ ସହିତ ସାମିଲ ହୋଇଛନ୍ତି କେତେ ଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଯାହା ବିଜୁ ଜନତା ଦଳକୁ ନେଇ ଆସୁଛି ନିର୍ବାଚନ ପରେ ପରେ ସେ ସମ୍ପର୍କରେ ଆଲୋଚନା କରିବା ପାଇଁ ସୁତ ସିଂ ମୁଁ ଆପଣଙ୍କୁ ଧନ୍ୟବାଦ ଦେବି ଯେ ବିଜୁ ଜନତା ଦଳର ଅନେକ ତୁଙ୍ଗ ନେତା ଅଛନ୍ତି କିନ୍ତୁ କେହି ମୁହଁ ଖୋଲୁନାହାନ୍ତି କିନ୍ତୁ ସୁତ ସୁଭାଷ ସିଂ ଆପଣ ସାମ୍ନାକୁ ଆସୁଛନ୍ତି ଆଉ ବିଜୁ ଜନତା ଦଳ ସମ୍ପର୍କରେ କଟକ ରାଜନୀତି ସମ୍ପର୍କରେ କିଛି କହିବା ପାଇଁ ଚାହୁଁଛନ୍ତି କ୍ୟାମେରା ସମ୍ମୁଖରେ। ଶୀତ ସିଂ ଆ ଭିତରେ ବହୁତ ଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ଘଟଣା ଘଟିଛି। ବିଜୁ ଜନତା ଦଳର ମୁଖ୍ୟ କହୁଛନ୍ତି ଯେ ନେତାମାନେ ଏକଜୁଟ ରୁହନ୍ତୁ ଆଉ ଦଳ ଭିତରେ ଫାଙ୍କ ବା ଦଳ ଫାଟିଯିବାର ଗୋଟେ ଭୟ ସୃଷ୍ଟି ହୋଇଛି। ବର୍ତ୍ତମାନ ସମୟରେ ଇଲେକ୍ସନ ହାରି ଯାଇଛି ବିଜେଡି, ବିରୋଧୀ ଦଳରେ ରହିବାର ଅଭିଜ୍ଞତା ବିଜେଡିର ନାହିଁ, ତ ଦଳ ଭାଙ୍ଗିଯିବ କି ଫାଟିଯିବ କି ଏଭଳି ଗୋଟିଏ ଭୟ ସୃଷ୍ଟି ହେଉଛି। ସୁଭାଷ ବାବୁ ଏ ସମ୍ପର୍କରେ ଆପଣଙ୍କର ମତ କ'ଣ? ମୁଁ ଆପଣଙ୍କୁ ସ୍ପଷ୍ଟ କରିବାକୁ ଚାହେଁ, ମୁଁ ବିଜୁ ଜନତା ଦଳ ହଉଛି ମାନେ ପୁରା ସଂଘର୍ଷର ଦଳ ଆଉ ଜନତା ପାର୍ଟିର ନେତୃମଣ୍ଡଳୀ ବିଜୁ ଜନତା ଦଳ ହେଇଛି ଜନତା ପାର୍ଟିର ବିଜୁ ଜନତା ଦଳ ଯିଏ ସଂଘର୍ଷ କରି ବିଜୁ ବାବୁଙ୍କ ନେତୃତ୍ୱରେ ସେ ଗୋଟେ ବଡ ଅଭିଜ୍ଞତା ହାସଲ କରିଥିଲା। ଦୀର୍ଘ ସଂଘର୍ଷ ମଧ୍ୟ ଦେଇଛି ଯେ ହାରିବାର ଅଭିଜ୍ଞତା ବିଜୁ ଜନତା ଦଳ ନାହିଁ। ଯୋଉମାନେ ଜନତା ଦଳ ଥିଲେ ବରିଷ୍ଠ ନେତୃବୃନ୍ଦ ଯାହାଙ୍କ ସାଙ୍ଗରେ ମୁଁ ବି ବାମପନ୍ଥୀ ଆନ୍ଦୋଳନ ସହିତ ଥିଲି, ତାଙ୍କ ସାଙ୍ଗରେ ଜେଲରେ ରହୁଥିଲୁ। ଆମେ ଭାବିନଥିଲୁ 80 ଦଶକରେ ଆମେ ଗୋଟେ ଗଣତାନ୍ତ୍ରିକ ବ୍ୟବସ୍ଥା ମଧ୍ୟରେ ଆମେ ଆଗକୁ କେତେ ବାଟ ଯାଇପାରିବୁ। ତେଣୁକରି ଆଜି ବିଜୁ ଜନତା ଦଳ ଯୋଉମାନେ ଅଛନ୍ତି ସେଇ ନେତୃମଣ୍ଡଳୀ ବିଜୁ ଜନତା ଦଳକୁ ନେତୃତ୍ୱ ଦଉଛନ୍ତି। ଅଭିଜ୍ଞତା ତାଙ୍କର ବହୁତ ଆଧାର ଅଛି। ନିର୍ବାଚନ ଗଣତାନ୍ତ୍ରିକ ପ୍ରୋସେସରେ ଭାରତ ବର୍ଷରେ ଶୁଣନ୍ତୁ, ମୁଁ ଛାତ୍ର ଆନ୍ଦୋଳନ, ମୁଁ ଆଜି ପାର୍ଟିର ଗୋଟେ ଗୁରୁତ୍ୱପୂର୍ଣ୍ଣ କୋଷାଧ୍ୟକ୍ଷ ଭୂମିକା ବି ପାଳନ କରୁଛି ଦୀର୍ଘ 2ଟା ଟର୍ମ ଧରିକି। ପାର୍ଟିର ମୁଁ 10 ବର୍ଷ ପାର୍ଟିର ସ୍ପୋକ୍ସମ୍ୟାନ ବି ଥିଲି। ଆଜି ଗୋଟେ ଡାଇରେକ୍ଟ ଇଲେକ୍ସନରେ ପ୍ରଥମ ଥର ପାଇଁ କର୍ପୋରେସନ ଇଲେକ୍ସନ ଡାଇରେକ୍ଟ କର୍ପୋରେସନରେ ମେୟର ହିସାବରେ ସେତେବେଳେକାର ଆମ ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକ ମତେ ରାଜ୍ୟସଭାରୁ ଡାକି ଆଣିଲେ, କହିଲେ ଏଇଠି ଦାୟିତ୍ୱଟା ନେବା ଦରକାର ଅଛି, ଗୁରୁ ଦାୟିତ୍ୱ କଟକକୁ ବଦଳେଇବାର ଅଛି। ମୁଁ ତାଙ୍କ କଥା ସମ୍ମାନ ସହିତ ଗ୍ରହଣ କରି ଆକୁ ଚ୍ୟାଲେଞ୍ଜ ହିସାବରେ ନେଇଥିଲି। ଆପଣ ଜାଣିବେ 59 ୱାର୍ଡ ଅଛି କଟକରେ, ଯୋଉଟା କି 5 ଲକ୍ଷ ଭୋଟର। ମୁଁ ଅକୁଣ୍ଠ ନିରମ ମାନେ ଏପରି ସମର୍ଥନ 59 ୱାର୍ଡରେ ବିଜୁ ଜନତା ଦଳ 22 ରୁ 24ଟା ଜାଗାରେ ହାରିଲା। କଂଗ୍ରେସ 8ଟି ନେଲା, ବିଜେପି 7ଟି ନେଲା, ସ୍ୱାଧୀନ ପ୍ରାର୍ଥୀ ମାନେ ଆଉ ଅବଶିଷ୍ଟ 8ଟି ନେଲେ। ତା ସତ୍ତ୍ୱେ ବି ସେ ଜାଗା ଗୁଡ଼ିକରେ ବି ପାର୍ଟି ସିମ୍ବଲରେ এইটা হচ্ছে শ্রী নবীন পট্টনায়কর কটক প্রতি অবদান আর মতে ডাকি আনিবার যথার্থতা যে কটকু বদলাইবা। তেণুক এ নির্বাচন যে হয়েছে ମୁଁ କହୁଛି ମୁଁ ସେଇ ପାର୍ଟଟା କହୁଛି ଆପଣଙ୍କୁ କରେକ୍ଟଲି ଯେ ଆପଣ ବିଜୁ ଜନତା ଦଳ, ମୁଁ ଛାତ୍ର ଆନ୍ଦୋଳନ 1975 ମସିହାରୁ ଏ ଆନ୍ଦୋଳନ ସହିତ ମୁଁ ଜଡ଼ିତ ହେଇ ଅଗ୍ରସର ହେଇ ମୁଁ ପଛକୁ ଦିନେ ଅନେଇନି। ମୁଁ ସଂଘର୍ଷ ଲାଇଫରେ ଆଗକୁ ଚାଲିଛି। ମୁଁ ଆଜି 12 ବର୍ଷ ଧରି 13 ବର୍ଷ ଧରି ବିଜୁ ଜନତା ଦଳର ଗୋଟେ ମାନେ ବଡ ଦାୟିତ୍ୱ ସମ୍ପାଦନ କରୁଛି। ଶ୍ରମିକ ଆନ୍ଦୋଳନ 30ଟା ଜିଲ୍ଲା ସହିତ ମୋର ସଂଯୋଗ ଅଛି ଏବଂ ପାର୍ଟିର ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ରହି ମୁଁ କାର୍ଯ୍ୟ ପରିଚାଳନା କରୁଛି। ଏଭଳି ମୁଁ 50 ବର୍ଷ ଭିତରେ ଦେଖିନି ମାନେ ଓଡିଶାରେ ଏକ ଶକ୍ତିଶାଳୀ ବିରୋଧୀ ଦଳ। ଲୋକ ଆମକୁ ଭୋଟ ଦେଇନାହାନ୍ତି, କଥା ଆସୁଛି କୋଉଠୁ? ବିଜୁ ଜନତା ଦଳ କେବେ କୌଣସି ପ୍ରକାର ମାନେ ଭାଙ୍ଗି ଯାଉଛି, ଯାଉଛି, ମନୋବଳ ନାହିଁ। ସବୁ ନେତୃମଣ୍ଡଳୀ ଆଲୋଚନା କରିକି ଆଗକୁ ବଢିବାକୁ ଖୋଦ୍ ଦଳର ସଭାପତି ଆଉ ପ୍ରମୁଖ ଶ୍ରୀ ନବୀନ ପଟ୍ଟନାୟକଙ୍କର ଆହ୍ୱାନକୁ ଆଧାର କରି ପାର୍ଟିକୁ ଆଗକୁ ବଢିବାକୁ ସମସ୍ତେ ଉଦ୍ୟମ କରୁଛନ୍ତି ସବୁ ଫୋରମରେ। ଆମେ 1% ଅଧିକା ଭୋଟ ପାଇଛୁ। ଆଜି ଦିନରେ 66 ଜଣ ବିରୋଧୀ ଦଳ, 51 ଜଣ ହଉଛନ୍ତି ବିଜୁ ଜନତା ଦଳ, କଂଗ୍ରେସ 14 ଅଛନ୍ତି, ବାମପନ୍ଥୀ ଦଳ ଜଣେ ଅଛି, ମାନେ 147 ରୁ 66 ଜଣ ବିରୋଧୀ ଦଳ। ବିଜୁ ବାବୁଙ୍କ ସଂଘର୍ଷ ସମୟରେ 80 ଦଶକରେ କେତେ ଜଣ ବିଧାୟକ ଥିଲେ? 7 ଜଣ, 8 ଜଣ, 10 ଜଣ ବିଧାୟକକୁ ନେଇ ଯେତେବେଳେ ଜନତା ପାର୍ଟି ସଂଘର୍ଷ କରୁଥିଲା ଏବଂ 90 ଦଶକରେ ଇସ୍ୟୁ ହେଉଛି ବିରୋଧୀ ଦଳରେ ରହିବାର ଅଭିଜ୍ଞତା ବିଜେଡିର ନାହିଁ। ଏଟା ଏକ କ୍ଷମତା ଆଧାରିତ ପାର୍ଟି। ନା ଏଇଟା ଏଇ କଲେକ୍ଟରଙ୍କୁ, ତହସିଲଦାରଙ୍କୁ, ବିଡିଓଙ୍କୁ ହାତରେ ରଖି କେମିତି କ୍ଷମତା ଅଣାଯାଏ, ଭୋଟ ମିଳାଯାଏ, କିନ୍ତୁ ଏ ପାର୍ଟି ଆପଣଙ୍କ ଭୋଟ ପାଇବେ କେମିତି? ଏଇଠି ମୁଁ ଆପଣଙ୍କ ସହିତ ସହମତି ନୁହେଁ। ରଣେନ୍ଦ୍ର ପ୍ରତାପ ସ୍ୱାଇଁଠୁ ଆରମ୍ଭ କରି ଆପଣଙ୍କର କିଏ ସଂଘର୍ଷ ନ କରିଛି? ଜନତା ପାର୍ଟିର ବିଜୁ ଜନତା ଦଳ
ହିଁ ଯେ ବିଜୁ ବାବୁଙ୍କ ଦେହାନ୍ତ ପରେ ଗଠନ ହେଇଛି, କିନ୍ତୁ ତାର ନେତୃତ୍ୱ କିଏ ନଉଥିଲା? ଜନତା ପାର୍ଟିର ନେତୃତ୍ୱ ବିଜୁ ଜନତା ଦଳ ସେଇ ନେତୃତ୍ୱ ନଉଥିଲେ। କେତେ ବଡ ଅଭିଜ୍ଞତା ତାଙ୍କର ଅଛି, 50 ବର୍ଷର ଅଭିଜ୍ଞତା ତାଙ୍କର ଅଛି। ଆଉ ନାହିଁ ବୋଲି ପ୍ରସନ୍ନ ଆଚାର୍ଯ୍ୟ ଅଭିଜ୍ଞତା କଣ ଆପଣଙ୍କ ତାଙ୍କୁ ହିସାବ ଦେଲେ କେଇ ଦଶକ ଧରି ସେ ରାଜନୀତିର ସକ୍ରିୟତା ଭାବରେ ବିଜୁ ଜନତା ଦଳକୁ ତିଆରି କରିଛନ୍ତି। ଜନତା ପାର୍ଟି ଭିତରେ ପ୍ରମୁଖ ଭୂମିକା ତାଙ୍କର ଥିଲା। କିଏ ନେତୃମଣ୍ଡଳ ନାହାନ୍ତି, କେତେ ବଡ ଅଭିଜ୍ଞତା, ଘାତ ପ୍ରତିଘାତ ହାର ଜିତ ଅଭିଜ୍ଞତା ପ୍ରସନ୍ନ ମାନେ ଆଚାର୍ଯ୍ୟଙ୍କର। ଆଜି ରଣେନ୍ଦ୍ର ପ୍ରତାପ ସ୍ୱାଇଁ କଥା କୁହନ୍ତୁ, କିଏ ଆଜି ପ୍ରତାପ ଦେବ କଥା କୁହନ୍ତୁ, ଆଜି ବି ଯାହା ଯାହା କଥା ଯୋଉମାନେ ନେତୃମଣ୍ଡଳୀ ଅଛନ୍ତି, ଆପଣ ଗୋଟି ଗଣି ଗଣିକି ଆସିବେ। ବହୁ ସଂଘର୍ଷ, ବହୁ ଘାତ ପ୍ରତିଘାତ ବିରୋଧୀକୁ ସାମ୍ନା କରି ଆଜି ସେମାନେ ଆଗ ବିଜୁ ଜନତା ଦଳ 24 ବର୍ଷ 1997 ମସିହାରେ ଯେତେବେଳେ ବିଜେଡି ତିଆରି ହେଲା, ସେତେବେଳେ ବାଜପେୟୀଙ୍କର ଆଶୀର୍ବାଦ ଥିଲା, ଭାରତୀୟ ଜନତା ପାର୍ଟିର ପ୍ରୋତ୍ସାହନ ଥିଲା, ଯୋଉଥିପାଇଁ ବିଜେଡି ବିଜେପି ଭିତରେ ମେଣ୍ଟ ହେଲା ଆଉ ଆପଣ କ୍ଷମତାକୁ ଆସିଲେ 2000 ମସିହାରେ। ବର୍ତ୍ତମାନ ଆପଣଙ୍କୁ ବ୍ୟାକିଂ କରିବ କିଏ? ଭାରତୀୟ ଜନତା ପାର୍ଟି ବର୍ତ୍ତମାନ କେନ୍ଦ୍ରରେ ଅଛି, ନରେନ୍ଦ୍ର ମୋଦି ଅଛନ୍ତି, ଆପଣଙ୍କର ଜଣେ ହେଲେ ଲୋକସଭାରେ ଏମପି ନାହାନ୍ତି। ଏଠି ଆପଣ ତାଙ୍କ ବିରୁଦ୍ଧରେ ଲଢିଥିଲେ, ମୋଦି ଆସିକି ଯୋଉ କଥା ସବୁ କହିଥିଲେ, ଅମିତ ଶାହ ଯାହା କହିଥିଲେ, ଆପଣଙ୍କୁ ପ୍ରୋତ୍ସାହନ ଦବ କିଏ? କୋଉ କେନ୍ଦ୍ରୀୟ ଶକ୍ତି ଆପଣଙ୍କୁ ପ୍ରୋତ୍ସାହନ ଦବ? ଆପଣଙ୍କ ପଛରେ କିଏ ରହିବ ଯେତେବେଳେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଅଛନ୍ତି? ଆମେ ଗୋଟିଏ ଆଞ୍ଚଳିକ ଦଳ ବିଜୁ ଜନତା ଦଳ, ଆମର ଶ୍ରୀ ନବୀନ ପଟ୍ଟନାୟକଙ୍କର ଯେଭଳି ଭାବରେ ଉଚ୍ଛେଦକୃତ ସେବା 25 ବର୍ଷ ଧରି ଓଡ଼ିଶାବାସୀଙ୍କ ପ୍ରତି ଏବଂ ଅକୁଣ୍ଠ, ଆପଣ ଦେଖନ୍ତୁ 1.5 ମାସ ତଳେ, 1.5 ବର୍ଷ ତଳେ ଆପଣ ଦେଖନ୍ତୁ ପଞ୍ଚାୟତ ନିର୍ବାଚନରେ ପାର୍ଟି ସିମ୍ବଲରେ ପୋଛି ହେଇଗଲେ। ଇତିହାସ ଦେଖନ୍ତୁ, ଆପଣ ଇତିହାସ କାଢନ୍ତୁ। ମୁଁ କହୁଛି ମୋର ତ ଅଭିଜ୍ଞତା 50 ବର୍ଷର, କାଢନ୍ତୁ। 50 ବର୍ଷ ଭିତରେ ମୁଁ ଦେଖିନି 30ଟା ଜିଲ୍ଲାରେ ଜିଲ୍ଲା ପରିଷଦ ଗୋଟିଏ ପାର୍ଟିର ବିଜୁ ଜନତା ଦଳ। ପୌର ନିର୍ବାଚନ ଦେଖନ୍ତୁ, ପୋଛି ହେଇଗଲେ। ଆଜି ଏ ନିର୍ବାଚନ ଆମକୁ ସେମିତି ଦୁର୍ବଳ କରେନି, ଆମକୁ ଗୋଟେ ସୁଯୋଗ ଦେଇଛି ବିରୋଧୀ ଦଳ ଭୂମିକା ପାଳନ କରି, ଯୋଉଟା କି ଶ୍ରୀ ନବୀନ ପଟ୍ଟନାୟକ ପାର୍ଟିର ଆମର ରିଜେକ୍ଟ କରିନାହାନ୍ତି। ଆମେ ଗୋଟେ ପ୍ରମୁଖ ପରସେଣ୍ଟେଜ ଭୋଟରେ ଆମେ ବି ଗୋଟେ ଆଗରେ ଅଛୁ, ଯୋଉମାନେ ଶାସନରେ ଆସିଲେ ତାଙ୍କ ପକ୍ଷେ ଆଗରେ ଅଛୁ। ଆମେ ରିଜେକ୍ଟ କରୁନେ ଧାରଣା କ୍ଷମତା ଯୋଉଠି ସେ ପାର୍ଟି ଗୋଟେ କମିଟି ବସିବାକୁ ଯାଉଛି, ଅନୁଧ୍ୟାନ କରିବ, ତାକୁ ସମୀକ୍ଷା କରିବ, ଆମେ କେବେ କହିପାରିବାନି ଲୋକ ଆମକୁ ପ୍ରତ୍ୟାଖ୍ୟାନ କରୁଛନ୍ତି। ଏଭଳି ଶକ୍ତି ଆମେ ପରସେଣ୍ଟେଜ ଭୋଟରେ ହାଏଷ୍ଟ ଆମେ ଆଗରେ ଅଛୁ। ଆମେ ଆଜି 51 ସିଟ୍ ଆକୁ ଆମେ କହିବା ଆମକୁ ଲୋକ ରିଜେକ୍ଟ କଲେ ବୋଲି ଏ ୱାର୍ଡ ଆସିପାରିବ? ଓଡ଼ିଶା ଇତିହାସରେ 50 ବର୍ଷ ମଧ୍ୟରେ କାଢନ୍ତୁ, ମୁଁ ତ ସ୍ପଷ୍ଟ ଭାବରେ ଆପଣଙ୍କୁ କହୁଛି ରିଜେକ୍ଟ କରୁନାହାନ୍ତି। ଶୁଣନ୍ତୁ, ଆମର ହାର ଜିତର ଦେଖିବେ କୋଉଠି 500, କୋଉଠି 1000, 5000, 3000 ହାର ଜିତ, ଏବଂ ଡିଭିଜନ ଅଫ ଭୋଟରେ ଆମେ ପରସେଣ୍ଟେଜରେ ଆଗରେ ଅଛୁ। ଏମିତି କହୁଛେ ଯେତେ ରିଜନାଲ ପଲିଟିକାଲ ପାର୍ଟି ଅଛି, ନ୍ୟାସନାଲ ପଲିଟିକାଲ ପାର୍ଟି ଅଛି, ବିଭିନ୍ନ ରାଜ୍ୟର ସ୍ଥିତି ଦେଖନ୍ତୁ। ଓଡ଼ିଶାର ଜନମତ ବିଜୁ ଜନତା ଦଳ କ୍ୱେଶ୍ଚିନ୍ ହଉଛି ଶ୍ରୀତ ପାଣ୍ଡିଆନଙ୍କ ଯୋଗୁ ପାର୍ଟି ବିପର୍ଯ୍ୟୟର ଶିକାର ହେଲା, ଆଉ ପାଣ୍ଡିଆନଙ୍କ ସମ୍ପର୍କରେ ମୁହଁ ଖୋଲିବା ପାଇଁ ବିଜେଡି ନେତା ମାନେ ଚାହୁଁନାହାନ୍ତି। ବର୍ତ୍ତମାନ ସୁଦ୍ଧା ସେମାନେ ପାଣ୍ଡିଆନଙ୍କୁ ଡରୁଛନ୍ତି କି ଯେ କୋଉଠି ଅଦୃଶ୍ୟରେ ରହି ସେ ବର୍ତ୍ତମାନ ଗୋଟି ଚାଳନା କରୁଛନ୍ତି, ଆଉ ବିଜେଡିର ସର୍ବମୟ କର୍ତ୍ତା ହେଇ ଏବେ ବି ଅଛନ୍ତି, ଯୋଉଥିପାଇଁ ବିଜେଡି ନେତା ମାନେ ଏବେ ବି ପାଣ୍ଡିଆନଙ୍କୁ ଡରୁଛନ୍ତି। ମୁଁ ଗୋଟିଏ କଥା କହିବି, ପାର୍ଟି ତାର କମିଟି ବସେଇବ, ଅନୁଧ୍ୟାନ କରିବ। ଆମର ଏଇ 1%, 2% ଭୋଟରେ ଆମେ ଏଇ ସ୍ଥିତି ଅଛି। ଆମେ ଗୋଟେ ଶକ୍ତିଶାଳୀ ବିରୋଧୀ ଦଳ ସୁଯୋଗ ପାଇଛୁ, ଲୋକ ଆଶୀର୍ବାଦ କରିଛନ୍ତି ଓଡ଼ିଶାବାସୀ। ଆମ ମାନ୍ୟବର ସଭାପତି ଶ୍ରୀ ନବୀନ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି, କେମିତି ଆମେ ଆହୁରି ଏକ ହେଇକି ଆଗକୁ ଚାଲିବା, ଆହୁରି ଶକ୍ତିଶାଳୀ ଆଗକୁ ଯିବା, ଲୋକଙ୍କର ବିଶ୍ୱାସ ଆସ୍ଥା ଯୋଡି ହବା। ଯୋଉ ସମସ୍ୟା ନେଇ ଆଜି ଓଡ଼ିଶାକୁ ଜାତୀୟ ମାନଚିତ୍ର କରାଯାଇଛି, ଜାତିସଂଘ ଦୃଷ୍ଟି ଆକର୍ଷଣ କରାଯାଇଛି, ଆମେ ପାର୍ଟି ତାକୁ ଅନୁଧ୍ୟାନ କରିବ, କମିଟି ବସେଇ କଣ କଣ ଆଉ ଆମେ କରିପାରିଥିଲେ, ତ୍ରୁଟି ବିଚ୍ୟୁତି କୋଉଠି ରହିଲା, ପାର୍ଟି ସେ କମିଟି କରିବ। ପାଣ୍ଡିଆନ ବାବୁ କଥାଟାକୁ ଆଣିଲେ, ପାଣ୍ଡିଆନ ବାବୁ ହଉ ଆଉ କାହା କଥା ଆଣିବା କଥା ନୁହେଁ। ଓଡ଼ିଶାର ରୂପରେଖ ଜାତୀୟ ଆନ୍ତର୍ଜାତିକ ମାନଚିତ୍ର ଯାଇଛି ଶ୍ରୀ ନବୀନ ପଟ୍ଟନାୟକର ବଳିଷ୍ଠ ଉଦ୍ୟମ ଆଉ ତାଙ୍କୁ ସହଯୋଗିତା ଭାବରେ ଶ୍ରୀ VK ପାଣ୍ଡିଆନ ଆମେ ଓଡ଼ିଶାବାସୀ ମନେ ରଖିବେ। ଆଗାମୀ ଦିନରେ ତାଙ୍କର ବଳିଷ୍ଠ ସହଯୋଗିତା କୋଉ ଚରିତ୍ର ଭାବରେ ତାକୁ ନେବେ, ସେ ହିରୋ ଆଜିର ଦିନରେ ସେ ହିରୋ ନା ଭିଲେନ? ଏକରେ ମୁଁ ସେ ୱାର୍ଡର କହିବାର, ଆପଣ ଯୋଉ ୱାର୍ଡ କହୁଛନ୍ତି, ଓଡ଼ିଶାକୁ 5T ଜରିଆରେ ବିଶ୍ୱ ଦରବାରରେ ଏବଂ ତାଙ୍କର ପ୍ରୟୋଗଶାଳା ଭାବରେ ଓଡ଼ିଶା ଯେଭଳି ମାନଚିତ୍ରକୁ ଯାଇଛି ଡିଜାଷ୍ଟର ମ୍ୟାନେଜମେଣ୍ଟରେ,
मिशन शक्ति रे सेकेंड बिगेस्ट स्टेट इन्वेस्टमेंट रे आज मैन्युफैक्चरिंग स्टेट रे सेकेंड ओडिशा एवं आपण देखिए रेवेन्यू सरप्लस स्टेट ओडिशा दारिद्र्य सीमा रिडक्शन इन कंपैरिजन ऑल इंडिया कंपैरिजन हमें ओडिशा बहुत अग्रसर करछे एवं ता संगे संगे थर्ड बिगेस्ट हेचे हमें फूड प्रोडक्शन ने ये होची 5T प्रयोगशाला जो वी के पांड्यान महोदय गोटे बड़ सहयोगिता माननीय मुख्यमंत्री थिला बेले नवीन को सहयोगिता करछथि इतिहास ताको मन रखिबो कि आख्या देबे आपण मु से पाठ कहया चाहूँ आज दिन रे सेटा डिबेट नाही ओडिशा को जो रूपरेखा दिया जायछि सुभाष बाबू पांड्यान बहुत किछि ओडिशा रे हेछि आपण ताको प्रशंसा करूछथि धन्यवाद दउछथि इलेक्शन हारला एकरे मोन श्री नवीन पटनायक को सहयोगिता करबा कथा कहली प्रशंसा धन्यवाद प्रश्न ये क्वेश्चन ए प्रश्न कहीं आप आणुंट से कौन अच्छी ओडिशा को जो रूपरेखा बदला आपन जहाँ कहले भी राति 4 समीक्षा करवा कटक रे देखी कटक जो रूपांतरीकरण हो ट्रांसफॉर्मेशन हाईएस्ट प्रायोरिटी पाइला कटक एम्स प्लस तृतीय बृहत्तम चिकित्सा केन्द्र भारत वर्ष हवा जाऊँगी राति 4 समीक्षा कर थे नुह मोर देन 100 टाइम्स संबलपुर रे केते प्रशासनिक अधिकारी अछंती ओरा टीम ऑफ नेकी से काम करथले आपण आमे कहबा जो टीम एकुटिया से नुहे से टीम तैयारी करथले 5T जरिया रे से टीम आज आमे जेते लोक विजिलेंस को क्रियाशील करिकि नेशनल लेवल विजिलेंस अवार्ड पाइछि 200 रु अधिक आईएएस आईपीएस तळे कर्मचारी पियन पर्यंत जेल भोगुचंती ये थिला 5T रो 5T गोटे उत्तरदायित्व थिला एक कमिटमेंट थिला लोकंकर फीडबैक थिला आपण कहबा से प्रशासन सब भूल थिला बेली गोटे प्रशासन व्यवस्था से सहयोगिता करते टीम सहयोगिता करता ओडिशा शासन प्रशासन को क्रियाशील करते वास्तवता आज से पार्टा होची वास्तवता से थिला किंतु आपण मानक भली नेता माने तंबू पोतीबा जड़े आईएएस अफिसर को द्वारा नेता माने रेगुलेटेड हवा तांको कमांड रे समस्त प्रशासन चलीबा नेता और मंत्री माने गौण होई जिबा से माने ट्रैफिक पुलिस रो काम करिवे पांड्यान को गाड़ी को फैसिलिटेट करिवे ओडिशा रे कोनोसी नेतार मूल्य नाही कोनोसी व्यक्तिर मूल्य नाही कोनोसी प्रशासकर मूल्य नाही केवल जड़े मात्र रहिबे स्टेज ऊपर आउ नेता मंत्री ताको पाखरे पहुंची परिबे नाही ये कोन भला मॉडल आ आपण आपण को बड़ी वर्षियान नेता वरिष्ठ नेता प्रशंसा करचंती जे पांड्यान मु से पांड्यान बाबू सब ठीक करथिले मैं केबे कहली कि कहबा को नै टीम ऑफ शासन करथिले खुद मुख्यमंत्री श्री नवीन पटनायक तांको सहयोगिता दोथले 5T टीम रे से आगर थिले अध्यक्ष भाव रे मु से कथा कहि टीम रो गोटे लोक दीटा लोक काम करि पारथिले एक नो 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 ए व्यवस्था चलीथिला ये व्यवस्था को प्रशंसा करूचंती जहा को ओडिसा वासी रिजेक्ट करचंती सुनंतु एटा रिजेक्ट करनते जने तमिलनाडु रो व्यक्ति आईएएस ऑफिसर ओडिसा को सुनंतु नै दिबे आपण जहाँ कहते अपप्रचार एटा विभ्रांति करी लोक विभ्रांति ओडिशावासी करछंती एटा कोनसी सत्य सत्य नाही जहाँ कहले 1 ठू 2 पर्यंत 5 पर्यंत सब अवास्तव मिथ्या अपप्रचार केही हाईजैकिंग करने अस्मिता मणि पड़ जाउची आ भिजुआ को भारत रत्न देला बेले अस्मिता मणि पड़नथला सेतबेले मने पड़नथला से नेता मानकर अस्मिता कथा आज मने पड़ुची सारा जिते धार्मिक पीठ अच्छी तैयारी करते वर्ल्ड कप 2 थर हकी है से अस्मिता मन पड़ना आज ये तुम आमको 2000 मसीह महाबात्या छिंडा फटा जिनस आनी बांटुले अस्मिता कथा मन पड़ना ये अवास्तव विभ्रांतिकर तथ्य ये कथा कही ओडिशावासी को आउ विभ्रांति कर सुजोग ना चिंता कले आज आज जदि भोट हम गोटे करना आज जदि भोट हम मूल्य नहीं सारा ओडिशा ना एक ओडिशा को आपण आउ जण को डेलीगेट कर दोचनी पावर फ्रेंचाइज एटा ओडिशावासी ना एटा अपप्रचार मिथ्या प्रचार आपण जा कहउचंती तार कोनसी भित्तिभूमि नाही ओडिशावासी केबे रिजेक्ट करनाती न श्रीयुक्त नवीन पटनायक मुख्यमंत्री को मो भेटी पारुथिली कथा ही पारुथिली मो भेटी मो पार्टी कोषाध्यक्ष ट्रेजरर काम करथली भेटी पारथली आपण मते प्रश्न बजारथली मु ताको घरे रेसिडेंशियल ले हमर ऑफिस मु सब दिन रहउथली तकी दिन 2 दिन 4 दिन मो भेटी पारथली अपप्रचार ए सब अपप्रचार एटा होची अपप्रचार एटा अपप्रचार एटा विभ्रांति कर कथा करी
ଯେମିତି ରତ୍ନ ଭଣ୍ଡାର ଚାବି କଥା 4 ଗେଟ୍ ଖୋଲିଦେବା ବିଭ୍ରାନ୍ତିକର, ଯେମିତି ଜଗନ୍ନାଥ ପରିକ୍ରମାର କାମକୁ ପଛକୁ ନେଇଯିବା ଏଇଭଳି ବିଭ୍ରାନ୍ତିକର କଥା କହି ଲୋକଙ୍କୁ ପ୍ରଚାରିତ କରାଯାଇଛି। ଆଜି ଲୋକ ଅନୁଭବ କରୁଛନ୍ତି ବର୍ତ୍ତମାନ ଭୋଟରେ ନବୀନ ବାବୁ 80% ଠୁ ଅଧିକା ମାନେ ସମର୍ଥନ ସହଯୋଗ ପାଇବେ। ଏଇଟା ହଉଛି ବାସ୍ତବତା। ଆପଣ ବାସ୍ତବତାକୁ ଗ୍ରହଣ ନ କରି ଯେତେ ଆଣିଲେ ନେତାଙ୍କୁ ଗୌଣ କରାଇଥିଲା କେବେ ନୁହଁ। ବିଜୁ ଜନତା ଦଳ ଏକ କଲେକ୍ଟିଭ ଯାହା କୁହନ୍ତି ରେସ୍ପନ୍ସିବଲ, ଏ ବିଜୁ ଜନତା ଦଳକୁ ପାର୍ଟି ହିସାବରେ ସେଇ ନବୀନ ପଟ୍ଟନାୟକ ଗଢି ନାହାନ୍ତି। ଏକ ଉତ୍ସର୍ଗୀକୃତ ସେବା ଭାବରେ ଖାଲି ଦଳ କ୍ଷମତାକୁ ଆସିବ ସେମିତି ଦଳ ତିଆରି କରୁ। ଆଜି ଗାହାକାର ପଡିଛି ରକ୍ତ ବିନ୍ଦୁ ଜୀବନ ବିନ୍ଦୁ ଯୋଉ ପ୍ରକ୍ରିୟା କରିଥିଲେ ଇଏ ହଉଛି ନବୀନ ବାବୁ। ଆପଣ ଚିନ୍ତା କରିପାରୁଛନ୍ତି ଇଏ ଥିଲା 5T ର କ୍ରିୟାଶୀଳତା। କିନ୍ତୁ ସୁଭାଷ ବାବୁ ମତେ କୁହନ୍ତୁ ଯେ ଆଗକୁ ପାଣ୍ଡିଆନ ବାବୁଙ୍କର ଏତେ ଭଲ କାମ ଯେହେତୁ ସେ କରିଥିଲେ ତାଙ୍କରି ଦିଗ୍ଦର୍ଶନରେ ବିଜୁ ଜନତା ଦଳ ଚାଲିବ ତ? ଏକରେ ମତେ ସେ ପାର୍ଟ କାହିଁ ଆଣୁଛନ୍ତି, ଏଠି ନବୀନ ଗୋଟିଏ ନେତା ନବୀନ ପଟ୍ଟନାୟକ ନେତୃତ୍ୱରେ ସମସ୍ତେ ଚାଲିଛନ୍ତି ସମସ୍ତେ। ଆଉ ଦ୍ୱିତୀୟ ନେତା କଥା ଆପଣ କାହିଁକି ଆଣୁଛି ବିଭ୍ରାନ୍ତି କଥା ଆଣୁଛନ୍ତି ଓଡିଶାବାସୀଙ୍କ ପାଖରେ, ଏଟା ଦରକାର ନାହିଁ ଆପଣଙ୍କର। ଏଟା ବିଭ୍ରାନ୍ତିକର। କେବେ ବି ନବୀନ ବାବୁ କହିଛନ୍ତି ମୋର ଉତ୍ତରାଧିକାରୀ ଓଡିଶାବାସୀ, କେବେ କହିନାହାନ୍ତି। ଏଟାକୁ କ୍ରିଏଟ କରିକି ଏଇଭଳି ବିପର୍ଯ୍ୟୟକୁ ମାନେ ତିଆରି କରିବାକୁ ଉଦ୍ୟମ ହେଇଥିଲା, କିନ୍ତୁ ସଫଳ ହେଲେ ନାହିଁ। ଆମର ଜନମତ ଯେପରି ଭାବରେ ଆମେ ପାଇଛୁ କମ ପାଇନୁ। ଗୋଟେ ଆପଣ ତ ପାୱାରକୁ ଗଲେ ଆଉ ସଫଳ ହେଲେନି ବୋଲି କେମିତି କହିବା? ଶୁଣନ୍ତୁ ପାୱାର ଗଣତାନ୍ତ୍ରିକ ପ୍ରୋସେସରେ ପାୱାରକୁ ଯିବା ଆସିବା ଆମେ ଯୋଉ ଷ୍ଟେଜକୁ ଆସି ଯୋଉ ଜନସମର୍ଥନ କହିଲି ପରା ପରସେଣ୍ଟେଜ ଭୋଟରେ ଆମେ ଆଗରେ ଅଛୁ। ଯୋଉମାନେ ଶାସନ କ୍ଷମତାରେ ଅଛନ୍ତି ସେମାନେ ଭାବିଥିଲେ ବିଭ୍ରାନ୍ତି କର ଅନାନ୍ତୁ ଏତେ ଅପପ୍ରଚାର। ଶୁଣନ୍ତୁ ଡର୍ଜନ ଅଫ ମିନିଷ୍ଟର 4ଟା ମୁଖ୍ୟମନ୍ତ୍ରୀ କେନ୍ଦ୍ରର ସବୁ ଖୋଦ ମାନେ ହେଡ୍ ଟୁ ସେକେଣ୍ଡ ମ୍ୟାନ ପର୍ଯ୍ୟନ୍ତ ଯୋଉ ସେଣ୍ଟ୍ରାଲ ମେସିନାରୀ ଏଣ୍ଟାୟାର ମିଡିଆ ଯନ୍ତ୍ର ଆପଣ ଦେଖିବେ ଅପପ୍ରଚାର କରିକି ଯୋଉ ଭାବରେ କଲେ ଆମେ ତାକୁ ଫେସ୍ କରିବା ସହଜ ନଥିଲା। ଗୋଟେ ରିଜନାଲ ପଲିଟିକାଲ ପାର୍ଟି ଜାଣିଥାନ୍ତୁ ସେ ପାର୍ଟି ଏଟା ଆପଣ କଣ ଷ୍ଟାର କ୍ୟାମ୍ପେନର ହେଇପାରିବେନି? ଆପଣଙ୍କ ଦଳରେ କେହି ଷ୍ଟାର କ୍ୟାମ୍ପେନର ନାହାନ୍ତି, ଏକା ପାର୍ଟି ଷ୍ଟାର କ୍ୟାମ୍ପେନର କାଇଁ ମୁଁ ହେଇଥିଲି। ଆମେ 40 ଜଣ ହେଇଥିଲୁ। ମୁଁ 17ଟା ଜିଲ୍ଲା ବୁଲିଛି। 17ଟା ଜିଲ୍ଲା ଯାଇଥିଲି ମୁଁ। 17ଟା ଜିଲ୍ଲା ଷ୍ଟାର କ୍ୟାମ୍ପେନ ମାନେ ଆମେ ଭୂମିକା ପାଳନ କରୁଥିଲୁ। ବିଭ୍ରାନ୍ତିକର ତଥ୍ୟ ଦିଆଯାଇ କୁହାଯାଉଛି ନେତା ମନ୍ତ୍ରୀ କି କରିଦେବେ ଶ୍ରୀ ନବୀନ ପଟ୍ଟନାୟକ। ବଡ ଷ୍ଟେଜ ତିଆରି ହଉଥିଲା, ତାଙ୍କ ଷ୍ଟେଜ କେହି ଆଉ ଯାଇପାରିବେନି, ସେ ଏକା ରହିବେ। ଆଉ କଣ ଦେଖିବେ ଓଡିଶା ଲୋକଙ୍କୁ? ନା ଶୁଣନ୍ତୁ ପାର୍ଟି ସେ ସମ୍ପର୍କରେ କମିଟି କରି ସମୀକ୍ଷା କରିବ। ଆମେ ଜଣକ ବ୍ୟକ୍ତି ପାଇଁ ଏଠି ଡିବେଟରେ ବସିନି। ନବୀନ ବାବୁ ଓଡିଶାର ବିଜୁ ଜନତା ଦଳ ନେତା, ଅଦ୍ୱିତୀୟ ନେତା ଏବଂ ସେ ହିଁ ଓଡିଶାବାସୀଙ୍କୁ ପରିଚାଳନା କରନ୍ତି। ଆମେ ସମସ୍ତେ ସହଯୋଗିତା କରୁ। ଯେଉଁ କଥା ଯାହା ନ କହିଲେ ସିଏ ପାଣ୍ଡିଆନ ବାବୁ ସହଯୋଗ କରିଥିଲେ, ଓଡିଶାବାସୀ ସହଯୋଗ ଦଳ ଭିତରେ ସବୁ କର୍ମକର୍ତ୍ତା ତାଙ୍କର ଅଂଶ ଭାବରେ ଦାୟିତ୍ୱ ଭାବରେ ସମସ୍ତେ ସମ୍ପାଦନ କରୁଥିଲେ। କଲେକ୍ଟିଭ ରେସ୍ପନ୍ସିବିଲିଟି ଦଳ ଭିତରେ ଥିଲା। କୌଣସି ନିଷ୍ପତ୍ତି କେବେ ବି ହେଇନି ନିଜେ ଖୋଦ ନବୀନ ବାବୁ କରିଛନ୍ତି। ପାର୍ଟିର କାର୍ଯ୍ୟକାରୀ କମିଟି ବସେ, ନେତୃମଣ୍ଡଳୀ ସହିତ ପରାମର୍ଶ କରାଯାଏ, ପାର୍ଟି ତାର କୌଶଳ ନିର୍ଦ୍ଧାରଣ କରେ। ବିଜୁ ଜନତା ଦଳ ଗୋଟେ ରିଜନାଲ ପଲିଟିକାଲ ପାର୍ଟି ହେଇକି ଯେତେ ଶକ୍ତିଶାଳୀ ହେଇଛି ଜାତୀୟ ରାଜନୈତିକ ଦଳ ମାନେ ସମସ୍ତେ ଆଶ୍ଚର୍ଯ୍ୟ ହେଇଛନ୍ତି। ଆଉ ଆପଣ ଯୋଉ ପାର୍ଟ କରୁଛନ୍ତି ଆମେ ଗୋଟେ ବ୍ୟକ୍ତିକୁ ନେଇ କେବେ ପାର୍ଟି ପରିଚାଳନା ହେଇ ନବୀନ ବାବୁଙ୍କର କଲେକ୍ଟିଭ ମାଇଣ୍ଡ ସେଟ୍ ଆଉ ଆଜି ଦିନରେ ତାଙ୍କର ସେ ଆତ୍ମବିଶ୍ୱାସ ଦଳକୁ ଆହ୍ୱାନ ଦଉଛନ୍ତି ଯେମିତି ଯୋଡି ହେଇଥିଲେ ଲୋକଙ୍କ ସହିତ ଲୋକଙ୍କ ସମସ୍ୟା ସହିତ ସେମିତି ଯୋଡି ହେଇକି ରହିକି ପାର୍ଟିକୁ ଆଗକୁ ନବା ଲୋକଙ୍କର ବିଶ୍ୱାସ ତାକୁ ଅର୍ଜନ କରି ଏ ହଉଛି ତାଙ୍କର ଆଜି ଦିନରେ ଆହ୍ୱାନ। ଆମେ ସମସ୍ତେ ସେ ଆହ୍ୱାନରେ ଅଗ୍ରସର ହଉଛୁ। ଆମ ଭିତରେ କୌଣସି ପ୍ରକାର ସମସ୍ୟା ନାହିଁ। ପାର୍ଟି କମିଟି ବସିବ, କୋଉଠି ତ୍ରୁଟି ବିଚ୍ୟୁତି ଆଲୋଚନା କରିବ, କିଏ ସେଥିପାଇଁ କୋଉଠି ଆମେ ସଂଶୋଧନ ଦରକାର ଅଛି ପାର୍ଟି ତାର ନିର୍ଦ୍ଧାରଣ କରିବ। ପାର୍ଟି ଓପନଲି ଘୋଷଣା କରିଛି ଆପଣଙ୍କ ମିଡିଆରେ ଯେ କମିଟି ବସେଇବ। ଆମେ କାହିଁ ତା ସମ୍ପର୍କରେ ଆଗରୁ ମତାମତ ଦବା? କାହିଁକି ଦବା ମତାମତ ସମ୍ପର୍କରେ? ନାଇଁ କିନ୍ତୁ ସତ୍ୟକୁ ସ୍ୱୀକାର କରିବା। ସୁଭାଷ ବାବୁ ସତ୍ୟକୁ ସ୍ୱୀକାର କଲେ ଆଗକୁ ଯାଇ ହବ। ଆଉ ଆପଣ ସବୁ ଠିକ ଥିଲା ଆଉ କୌଣସି ବ୍ୟକ୍ତି କହି ନଥିଲେ। ଓଡିଶା ଲୋକ ସବୁ ଦେଖୁଛନ୍ତି, ପ୍ରତି ମିନିଟ ର କଥା ଦେଖୁଛନ୍ତି ଆପଣଙ୍କର। ଆଉ ଯୋଉଥିପାଇଁ ଗୋଟେ ରିଜେକ୍ସନ ଆସିଲା, ନବୀନ ବାବୁଙ୍କୁ ରିଜେକ୍ଟ କରିନାହିଁ ଓଡିଶା, ରିଜେକ୍ଟ କରିଛି ଜଣେ ବ୍ୟକ୍ତିଙ୍କୁ, ତାଙ୍କ ଷ୍ଟାଇଲକୁ, ତାଙ୍କ ପରଫରମାନ୍ସକୁ, ମନୋରଞ୍ଜନ ବାବୁ ସେଇୟାକୁ ରିଜେକ୍ଟ କରାଯାଇଛି। ନବୀନ ମନୋରଞ୍ଜନ ବାବୁ ଓଡିଶା ରିଜେକ୍ଟ କରିନି। ମୁଁ ମନୋରଞ୍ଜନ ବାବୁ ଗୋଟିଏ କଥା କହିବି, କେବେ ବି ଆମେ ସବୁ ଠିକ କରିଛୁ ବୋଲି କହି ନାହିଁ କି ବିଜୁ ଜନତା ଦଳ କେବେ କହିବନି। ଆମେ କଣ ତ୍ରୁଟି ବିଚ୍ୟୁତି ଆମେ ରହିଗଲା ସେଟା କମିଟି ବସିଥିଲେ ସମୀକ୍ଷା କରି କାଢିବ, ଆମେ ସଂଶୋଧନ କରିବୁ। ବିନା ଡେମୋକ୍ରାସିରେ କରେକ୍ସନ ଇଜ ରିକ୍ୱାର୍ଡ। ଅଲୱେଜ ଆମେ ଅଲ ଷ୍ଟେଜରେ କରେକ୍ସନ କରୁ। ମିଡିଆ ଭାଇ ମାନଙ୍କୁ ଆପଣଙ୍କୁ ଆମେ ଧନ୍ୟବାଦ ଦଉ। ଆପଣ ବହୁତ ଜିନିଷ ଆଣନ୍ତି ବି ଆମକୁ କରେକ୍ସନ କରିବା ସାହାଯ୍ୟ କରେ। ଇଏ ହଉଛି ଡେମୋକ୍ରାଟିକ ପ୍ରୋସେସ। ଏଭରିବଡି ଇଜ ପାର୍ଟ ଆଣ୍ଡ ପାର୍ସଲ ଅଫ ସିଷ୍ଟମ। ଆପଣଙ୍କୁ ନେଇକି ଆମେ ବି ସିଷ୍ଟମ ଚାଲୁଛୁ।
कारण आपण आम संपर्क कौन एनालिसिस करछंती सरकार अभिमुख्य संपर्क कौन करछंती सरकार कार्यकर्ता पर आपण कौन मतामत दउछंती ताकू भी आधार करी हमें करेक्शन करछु करेक्शन न करी कोनसी डेमोक्रेटिक प्रोसेस आगबर होय ना कोनसी दल आगबर होय ना बिजू जनता दल रेडी टू एक्सेप्ट एनी करेक्शन और एनी क्रिटिसिज्म और कोठी हमर त्रुटि बुचित रहउछ पार्टी कमिटी जेतले ताको अनुध्यान करिवो आनिबो पार्टी ताको संशोधन करी नुआ रास्ता रे अग्रसर करिवो ए होची वास्तवता आज दिन रे लोक गोटे वार्ड सहित मु आपन सहित सहमत नु लोक हमको रिजेक्ट करनांती दल पूरा एकजुट ही अग्रसर होची पार्टी पूरा सब नेतृमंडल के लेकी चलीथिला नीतिगत निर्धारण करथला समीक्षा करथला नवीन बाबू जने नेता तांको नेतृत्व रे हमें समस्त काम करथला एटा होची वास्तवता आठ बासुरा किछ नै आगु को आपण कोन कोर्स करेक्शन करूचंती ना पांड्यान को नेतृत्व रे पुराना जेमती स्टाइल चलीथला से स्टाइल रे आपण जाउचंती समय कहबो आपण को कमिटी कोन कहूची हमें निश्चित भाव रे ओडिसा रे नजर रहबो सुभाष बाबू और नेक्स्ट क्वेश्चन आपण को होची जे आपणकर कटक म्युनिसिपल कॉर्पोरेशन रे आपण जेतबेले एते प्रभावशाली अछंती बिजू जनता दल आज पर्यंत एते प्रभावशाली रही आसीतला ए कमिटी गुडे करे भी आपण रही पारु नांती आ पछर रहस्य कोन हठात कोन दल दुर्बल हे गेला जे आपणकर कमिटी गुडी को सब विरोध दल हाथ को पळौची भुवनेश्वर रे आपण जानिता एक रे आपण को भूल तथ्य खबर कागज माने दैछंती यही कमिटी बिजू जनता दल गोटिए लोक आमे 59 आमे वार्ड अछि कटक रे आमे 44 जीतिछु गोटिए लोक हमर आम विरुद्ध रे विपक्ष रे जाई नाही जो कमिटी कथा कहूची आमर 9टा कमिटी सब उच्च स्तरीय कमिटी सब दुर्बल कमिटी होची एस्टाब्लिशमेंट कमिटी से कमिटी रे आमर 3 जन थिले बीजेपी रो 2 जन थिले कांग्रेस रे जने थिले स्वाधीन जने थिला जो स्वाधीन भी जे हमको समर्थन करथुला से तार लोकल प्रॉब्लम नै की जेतु से तार टिके क्रिटिकल अप्रोच थिला चावलिया गंदर से चौद्वार कटकर स्वाधीन भार जंती से आम काम दाम संपर्क रे नै की तार गोटा किछि प्रश्न था काम सब 100% काम समस्त हो परिबो ना से जा चाहतले ए लोक रहइबो ए लोक जीवो ए इंजीनियर रहइबो एटा कोन संभव गोटे इंजीनियर तार से जो चॉइस करी इंजीनियर मागुथले आमे ताकू देई पाइलु ना एटा सिस्टम एडमिनिस्ट्रेशन बुझी एवं सेठी भोट हैला 9टा कमिटी गोटे कमिटी भोट हैला कांग्रेस सिंबल जितिची कांग्रेस बीजेपी संगे एकजुट हबो कि आशा करियो वर्तमान राजनीति रे कटक कांग्रेस होची बीजेपी मार्का कांग्रेस एठिकार जे सम्मानिया विधायक हाइचंती से ओपनली सालपुर सभार कहले भोट गोटे संख को जीवनी जज दब बीजेपी के दियो केंद्रापड़ा कहले एठू इलेक्शन सरला परे कटकरू से एठिकार कांग्रेस कटक कांग्रेस जानते स्थिति कौन एवं सी समर्थन कले बीजेपी के सांग होइके मिसी गले 2 बीजेपी गोटे कांग्रेस 3 स्वाधीन पार्टी 4 बीजेडी रो 3 तेणु बीजेडी रो कोठी क्षति हला 9टा कमिटी कोन गणतंत्र सब कमिटी आमे नबा आ के लेबेनी आमे हाईएस्ट भोट रछु मु कहली परा नवीन बाबूकर चॉइस मते राज्यसभा वाणी के कंटेस्ट करेले 59 वार्ड जाको पंचायत आपण कहि परदिया अर्बन आमे वार्ड कुछ 59 वार्ड रे आमे भी 22 टा वार्ड रे हारि 8टी कांग्रेस नेची 7टी बीजेपी नेची आपण 100% माने नबा एवं स्वाधीन पार्टी 7टी नेचन किंतु से 59 वार्ड रे मेयर पार्टी सिंबल वोट नवीन बाबू प्रति बिजू जनता दल प्रति आउ मेयर पदे हाईएस्ट वोट आसला जोटी कांग्रेस जीतिला सेठी मेयर आगरे जोटी बीजेपी जीतिला सेठी मेयर आगरे स्वाधीन जीतिला मेयर भी आगरे वोट रे पार्टी सिंबल ले तेनु करी बिजू जनता दल क्षति हे गला ए कथा जो प्रचार एटा अपप्रचार कटक एक शक्तिशाली जिला हबरे बिजू जनता दल निर्वाचन में 5-9 रु आमे 5 जीतिचु 4 हारि जाई पारथाउ किंतु ता सत्ते भी कटक संगठन होची जिला संगठन होची सब शक्तिशाली संगठन भुवनेश्वर सेमती जो गोटे कमिटी कंटेस्ट है बीजेडी जीतिला बीजेडी किसी बंधु मान मतांतर थिला ता नहीं कि गोटे कंटेस्ट है गोटे कमिटी कंटेस्ट है बीजेडी जीतिला को बाहर लोक जीति जाए ना आकु आमे जदी कहबा जे बीजेडी दुर्बल हो जाउती लोक छाड़ी जाउतंती एटा भूल अपप्रचार एटा मिथ्या प्रचार आर वास्तवता भित्तिभूमि किछि नै तो आगु को गंडोळ हबनी तो सुभाष बाबू बीजेडी दुर्बल हबनी तो बीजेडी आउरी शक्तिशाली है लोकंकर विश्वास आस्था जोटा हमर सभापति श्री नवीन पट्टनायक आह्वान देचंती पार्टी आउरी शक्तिशाली है विश्वास आस्था रखी जो काम आमे करूथुलु अचित 24 वर्ष आस्था विश्वास रे आउरी ताकू आत्मविश्वास सहित आकु नबो लोकन साथ जोड़ी हबो काम को विश्व काम को आकु नबो ए होची बिजू जनता दल हम सुप्रीम कर आज दिन आह्वान आमे सेही थिरे विश्वास करी आकु जाउछ आम भीतर कोन से भेदाभेद नाही जहाँ पार्टी आपण वक्तव्य दउची निर्वाचन में पार्टी कमिटी निर्धारण करिवो एवं जहाँ जहाँ करेक्शन दरकार पार्टी ताको करेक्शन करके आकु जिवो
बहुत धन्यवाद श्रीयुत सुभाष सिंह आपनकर मतामत पाई बहुत बहुत धन्यवाद आज्ञा नमस्कार।